ବାପା କଣ କରୁଛନ୍ତି? ଆଜି ସରସ୍ୱତୀ ପୂଜା କିଛି ପାଠ ପଢନ୍ତି ନାହିଁ, ବହି ପୂଜା କରନ୍ତି। କିଏ କହିଲା? ଏସବୁ ଜିନିଷ ଅନ୍ଧବିଶ୍ୱାସ ଅଟେ। ଆମେ ଯେତେ ପଢ଼ିବା, ଯେତେ ଲେଖିବା, ସେତେ ଜାଣିବା। ପୂଜା ପାଠ, ଓଷା ବ୍ରତ ଏସବୁ ଦ୍ୱାରା ପାଠ ହୁଏନି। ଆଉ ଏସବୁ ଦ୍ୱାରା ଯଦି ପାଠ ହୋଇଥାନ୍ତା ତ ଆମ ଦେଶ ଭାରତରୁ ଲୋକମାନେ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏସବୁ ଜାଗାକୁ ଯାଇ ପାଠ ପଢ଼ନ୍ତେନି। ଆଉ ଏ ପୂଜା ଓଷା ବ୍ରତ ଏ ଦ୍ୱାରା ଯଦି ପାଠ ହୋଇଥାନ୍ତା, ଜ୍ଞାନ ହୋଇଥାନ୍ତା, ଆମ ଭାରତ ଆଜି 1 ନମ୍ବର ହୋଇଥାନ୍ତା। କିନ୍ତୁ ଆଜି ଆମେରିକା 1 ନମ୍ବର, ବିନା ପୂଜା ଓଷା ବ୍ରତ ଦ୍ୱାରା। ଆମକୁ ଗୋଟେ ଜିନିଷ ମନେ ରଖିବାକୁ ପଡ଼ିବ, ଏସବୁ ଅନ୍ଧବିଶ୍ୱାସକୁ ପ୍ରଥମେ ବାହାର କରିବାକୁ ପଡ଼ିବ ଆମ ମନ ଭିତରୁ। ଏ କୁସଂସ୍କାରକୁ ବାହାର କରିବାକୁ ପଡ଼ିବ। ଦେଶର ବିକାଶ ପୂର୍ବରୁ ପ୍ରଥମେ ନିଜ ବୁଦ୍ଧିର ବିକାଶ ହେବା ଦରକାର। ଜୟ ଭୀମ।